ଓଡ଼ିଶା ହେଉଛି ମନ୍ଦିରର ଭୂମି। ଏଠାରେ ଅନେକ ପୁରାତନ ଓ ପବିତ୍ର ମନ୍ଦିର ମଧ୍ୟ ରହିଛି। ସେମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଶ୍ରୀ ବଳଦେବଜୀଉ ମନ୍ଦିର, ଯାହା କେନ୍ଦ୍ରାପଡ଼ା ଜିଲ୍ଲାର ଇଚ୍ଛାପୁର ଗ୍ରାମରେ ଅବସ୍ଥିତ। ଏହି ପବିତ୍ର ସ୍ଥାନକୁ ତୁଳସୀ କ୍ଷେତ୍ର ବୋଲି କୁହାଯାଏ। ଏହି ମନ୍ଦିରର ମୁଖ୍ୟ ଦେବତା ହେଲେ ଭଗବାନ ବଳଭଦ୍ର, ଯିଏ ଶ୍ରୀ ଜଗନ୍ନାଥଙ୍କର ବଡ଼ ଭାଇ। ମନ୍ଦିରରେ ବଳଦେବଜୀଉଙ୍କ ସହିତ ଶ୍ରୀ ଜଗନ୍ନାଥ ଓ ଦେବୀ ସୁଭଦ୍ରା ମଧ୍ୟ ପୂଜା ପାଇଥାନ୍ତି। ଇତିହାସ ଅନୁସାରେ ପୁରୁଣା ବଳଦେବଜୀଉ ମନ୍ଦିରକୁ 1661 ମସିହାରେ ମୁଘଲ ଶାସନ ସମୟରେ ଧ୍ୱଂସ କରାଯାଇଥିଲା। ଯେତେବେଳେ ଭକ୍ତମାନେ ବଳଦେବଜୀଉଙ୍କ ମୂର୍ତ୍ତିକୁ ଲୁଚାଇ ନଦୀ ମାର୍ଗରେ ନେଇ ସୁରକ୍ଷିତ ସ୍ଥାନରେ ରଖୁଥିଲେ, ପରେ ଏହାକୁ ଇଚ୍ଛାପୁରରେ ପୁନର୍ବାର ସ୍ଥାପନ କରାଯାଇଥିଲା। ବର୍ତ୍ତମାନର ମନ୍ଦିରଟି 1661 ମସିହାରେ କୁଜଙ୍କ ରାଧାଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା। ଏହି ମନ୍ଦିରର ଉଚ୍ଚତା ପ୍ରାୟ 75 ଫୁଟ ଏବଂ ଏହା ଓଡ଼ିଶାର ପ୍ରସିଦ୍ଧ କଳିଙ୍ଗ ଶୈଳୀରେ ନିର୍ମିତ। ଏହି ମନ୍ଦିରର ସବୁଠୁ ବଡ଼ ପର୍ବ ହେଉଛି ରଥଯାତ୍ରା। ଏଠାରେ ଭଗବାନ ବଳଦେବଜୀଉଙ୍କ ରଥକୁ ବ୍ରହ୍ମ ତାଳଧ୍ୱଜ ରଥ ବୋଲି କୁହାଯାଇଥାଏ ଏବଂ ଏହା ଖୁବ୍ ବଡ଼ ରଥ ମଧ୍ୟରୁ ଗୋଟିଏ ଭାବରେ ପରିଚିତ। ଏହି ମନ୍ଦିରର ପ୍ରସିଦ୍ଧ ପ୍ରସାଦ ହେଉଛି ରସାବଳି, ଯାହା ଭକ୍ତମାନଙ୍କ ମଧ୍ୟରେ ବହୁତ ପ୍ରିୟ। ପ୍ରତିବର୍ଷ ହଜାର ହଜାର ଭକ୍ତ ଏଠାକୁ ଭଗବାନଙ୍କ ଦର୍ଶନ ପାଇଁ ଆସିଥାନ୍ତି। ଏହି ପବିତ୍ର ମନ୍ଦିର ଓଡ଼ିଶାର ଧାର୍ମିକ ଓ ସାଂସ୍କୃତିକ ପରମ୍ପରାର ଗୋଟିଏ ମହତ୍ତ୍ୱପୂର୍ଣ୍ଣ ପ୍ରତୀକ।